नमस्कार सृजना अभिनंदन सह मो प्रभाते समग्र विश्व देवभूमि भाव परिचित आमर ए जन्मभूमि भारत संस्कृति संपन्न आमर ए माटी वेद उपनिषद और महामनीषी मानकर अमर बाणी आम जीवन सह ओतप्रोत भाव जड़ित सही पवित्र उपनिषदर बाणी पितृदेव भव ए मर्त्य भूमि रे जीवंत देवता होउछन्ति बापा जे कि आमर जन्मदाता मातृगर्भरु ही से संतानर पालन पोषणर दायित्व नहीं थान्ते। समाजर दुईटी वृंत गोटे नारी अन्यटी पुरुष गोटे पिता अन्यटी माता एवं जनक बिना ए संसारर रथ आगे पारे ना। मातृ दिवस पालन परि पितृ दिवस मध्य पालन करा जाउछि। संतान संतति माने सेमानकर माँ को सम्मान देला परि बापा को मध्य अनुरूप सम्मान देबा आवश्यक। जणे पिलाटी परिचय पाए तार बापा ठारू मार पणतकानी आढ़ुआलू बाहरी आसिबा परे हाथ धरी चली शिखे से बापा जोगु बापा भली हेबाकु से चेष्टा करे। आज सारा पृथ्वी रे पालित हेउछि पितृ दिवस। बापा को मने पकाइबा तांकर अवदान को चिर अपासरा करिबा एवं तांको जीवनर सर्वश्रेष्ठ गुरुत्व को बहन करुथिबा मनुष्यर आख्या देवार अवसर आसीछि। माँ धरित्री हेले बापा आकाश केबे केबे कुहा जाए माँ चारिकांत हेले बापा हेउछन्ति छात। आजिर हे पितृ दिवस अवसर रे आमे भेटिथिलु विभिन्न सारस्वत स्रष्टा मानंको सेमाने सेमानंक कवितारे बखाणिथिले एही महान मनीषंकर अवदान तांको जीवन रे। आसंतु सुनिबा आजिर स्वतंत्र आशर बापा। नमस्कार मु मीनाक्षी पाढ़ी चिकिटीपेंठ गंजाम रु। आज विश्व पितृ दिवस अवसर रे चारिधाटी कवितारे मु कौन तांको सीमित कर परिबी। बापा बाबा नना पापा डाडी जहाँ भी डाक हो तार गोटे आखिरिक अर्थ है जन्मदाता। से जन्मदाता तांको उद्देश्य रे आज मोर एक कविता समर्पित जी कि महरण अंधकार भितरे तोफा जन्हालोट परी मो हाथ धरी मो पथ प्रदर्शन करी आछंती। आसंतु सुनिबा मो कविता। आकाश ठारू विशाल सागर ठारू गभीर आकाश ठारू विशाल सागर ठारू गभीर मधु ठारू जे मधुर बापा मो बापा बापा मो बापा तुम कोल मो झुलना छाती थिला मो बिछना गीत तुम मो स्पंदन भरुथिला निदे सपन तुमे मो दिग तारा मो बाट बणा नाउरी पृथ्वी ठारू उदार विशाल जार अंतर पृथ्वी ठारू उदार विशाल जार अंतर तुमे ठाकुर मोर बापा मो बापा बापा मो बापा मो सपन तुम आखिरे नीति नुआउंकी मारे हाथ धरी चलुथाओ हजे जीवी काले पथरे अंधल उड़ी तुम मो आखिर तारा देवता बोली जानिना
ଠାକୁର କେହି ମାନେ ନା, ଦେବତା ବୋଲି ଜାଣେ ନା, ଠାକୁର କେହି ମାନେ ନା, ତୁମେ ହିଁ ମୋର ଈଶ୍ୱର। ବାପା ମୋ ବାପା, ବାପା ମୋ ବାପା, ଆକାଶ ଠାରୁ ବିଶାଳ, ସାଗର ଠାରୁ ଗଭୀର, ମଧୁ ଠାରୁ ଯେ ମଧୁର। ବାପା ମୋ ବାପା, ବାପା ମୋ ବାପା, ବାପା ମୋ ବାପା। नमस्कार, ମୁଁ ସୁରେଶ କୁମାର ନାୟକ, କଟକ। କବିତାର ଶୀର୍ଷକ ବାପା। ବାପାଙ୍କୁ ପାରି ହେଲାନି ଶେଷ ପର୍ଯ୍ୟନ୍ତ। ଗୋଟେଇ ଗାଡ଼ି ଯେତେ ଠୁଳ କଲେ ବି ଅକୁଳ ଆଣିଥିଲା ବାପାଙ୍କ ଅଯଥାକୁ। ବାପାଙ୍କୁ ପାରି ହେଲାନି ଶେଷ ପର୍ଯ୍ୟନ୍ତ, ଗୋଟେଇ ଗାଡ଼ି ଯେତେ ଠୁଳ କଲେ ବି ଅକୁଳ ଆଣିଥିଲା ବାପାଙ୍କ ଅଯଥାକୁ। ଏଯାବତ୍ ମୋର ବସମ୍ବଦତା, ବିନମ୍ରତା ଓ ଆନୁଗତ୍ୟ ମିଳାଇ ଯାଇଛି ବରଫ ଭଳି ବାପାଙ୍କ ବ୍ୟକ୍ତିତ୍ୱର ଝାସରେ। ମୁଁ ଯେଉଁ ବାମନକୁ ସେ ବାମନ କହି ରହିଗଲି ବାପାଙ୍କ ପାଖରେ। ମୋର ସମସ୍ତ ସଫଳତା, ସାମାଜିକ ସ୍ପର୍ଦ୍ଧା, ଦାପ୍ତରିକ ଦାମ୍ଭିକତାର ପ୍ରଶସ୍ତି ଶୁଣି ସେ ଫୁ କରି ହସି କୁହନ୍ତି, ଏ ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି କଥା। ପିଲାଟା ପାଠଶାଠ ଦୁଇ ଅକ୍ଷର ପଢ଼ିଛି, ହଁ, ହେଲେ ବୋକାଟାଏ। ଈଶ୍ୱରଙ୍କୁ କିଏ ସୃଷ୍ଟି କଲା, ମାର ପଣତର ଦାମ କେତେ, ଗାନ୍ଧିଜୀଙ୍କ ପିତାମହଙ୍କ ନାମ କ'ଣ କହିପାରିଲାନି ଗତଥର ଗାଁକୁ ଆସିଥିଲା ବେଳେ। ଚମକି ପଡ଼େ ନିଜକୁ କହିଥିଲେ, ଆରେ ସତେ ତ। ପୌଷର ପାଚିଲା ପତ୍ର ପରି ବାପାଙ୍କ ବୟସ, ପୌଷର ପାଚିଲା ପତ୍ର ପରି ବାପାଙ୍କ ବୟସ। ତାଙ୍କ ସ୍ୱାଚ୍ଛନ୍ଦ୍ୟ ପାଇଁ ଯେଉଁଦିନ ତୋଳିଦେଲି ପକ୍କା ଘର, ବୋଲହକ ପାଇଁ ଖଞ୍ଜିଦେଲି ଚାକର ବାକର, ଦେହ ପା ପାଇଁ ଘରୋଇ ଡାକ୍ତର, ତା ପରଦିନ ବାପା ଆସି ଅନଖୁତି 20 ଏକର ସମ୍ପତ୍ତିର ବଂଶକ ବଲା ଧରାଇ ଦେଲେ ମୋ ହାତରେ। କାଶ୍ମୀରୀ ସାହସ ଲୁଧିଆନା କମ୍ବଳଟିଏ ପଠାଇଥିଲି ଯେ, ପେଡ଼ିଏ ପାଟ ଶାଢ଼ୀ ଆଣି ଦେଇଗଲେ ତାଙ୍କ ବୋହୂକୁ, ଯୋଡ଼ିଏ ଖେଳଣା ପିଲାମାନଙ୍କୁ। ଏ କ'ଣ ବାପାଙ୍କର ପିତୃତ୍ୱର ଅହଙ୍କାର, ନା ମୋ ସ୍ୱାଭିମାନକୁ ପ୍ରତିହତ କରିବାର ସୁପରିକଳ୍ପିତ ବିଳାସ? କ'ଣ ତେବେ ଚାହୁଁଥିଲେ ବାପା? ମୁଁ ଏଯାବତ୍ ଯାହା ହୋଇଛି ତାହା କ'ଣ ମୋତେ ନେଇ ସେ ଦେଖୁଥିବା ସ୍ୱପ୍ନର ପୁସ୍ତକଟିରେ କେତୋଟି ଅକ୍ଷର ମାତ୍ର? ତାଙ୍କ ସନ୍ତୋଷ ବ୍ୟକ୍ତରେ ମୁଁ ନଷ୍ଟ ହୋଇଯିବାର ଆଶଙ୍କା। ବୋଉ ବଞ୍ଚିଥିବା ଯାଏ ବାପା ଥିଲେ ସହଜରେ ଚଢ଼ି ହେଉଥିବା ଏକ ଫଳନ୍ତି ଆମ୍ବ ଗଛ। ବୋଉ ବଞ୍ଚିଥିବା ଯାଏ ବାପା ଥିଲେ ସହଜରେ ଚଢ଼ି ହେଉଥିବା ଏକ ଫଳନ୍ତି ଆମ୍ବ ଗଛ, ଯାହାଙ୍କ ବହଳ ଶାଖା ପ୍ରଶାଖାରେ ନାଚିକୁଦି ହେଉଥିଲା, ଡାଳ ମାଙ୍କୁଡ଼ି ଖେଳି ହେଉଥିଲା, ଇଚ୍ଛା କଲେ ଡାଳ ଖୋଲାଇ ଆମ୍ବ ବି ଝାଡ଼ି ହେଉଥିଲା। ବାପା କହୁଥିଲେ, ଦେଖିବ ରୁହ, ମୋ ପୁଅ ଖୁବ୍ ବଡ଼ ଲୋକ ହବ, ମୋ ନାଁ ରଖିବ। ବାପା ବିପତ୍ନୀକ ହେବା ଦିନଠାରୁ ଶରତର ନିଥର ଜଳରାଶି ଭଳି କେମିତି ପାଲଟି ଗଲେ ଗମ୍ଭୀର, ଆତ୍ମମଗ୍ନ, କିଛିଟା ବୈଷ୍ଣବ। ବାପା ବିପତ୍ନୀକ ହେବା ଦିନଠାରୁ ଶରତର ନିଥର ଜଳରାଶି ଭଳି କେମିତି ପାଲଟି ଗଲେ ଗମ୍ଭୀର, ଆତ୍ମମଗ୍ନ, କିଛିଟା ବୈଷ୍ଣବ। ମୁହଁରେ ଦାଢ଼ି, କଳାରେ ମାଳି, କଥାରେ କାମରେ ଅନାସକ୍ତ, ଖଦଡ଼ ବେଢ଼ଣରେ ଯୁଗ ପୁରୁଷ ଭଳି ଉଦାସ। ସତେ ଯେମିତି ଅନ୍ୟତମ ପଞ୍ଚସଖା ଦାସ ବାବା ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ଧ ଦିଗନ୍ତର ନିଧି ଦାସ। ଧନ୍ୟବାଦ, ନମସ୍କାର। ନମସ୍କାର, ମୁଁ ସଂଘମିତ୍ରା ଦଳାଇ, ଯତ୍ନ NGO ବ୍ରହ୍ମପୁର ସାଧାରଣ ସମ୍ପାଦିକା
ଆଜି ପିତୃ ଦିବସ ପାଳନ ଅବସରରେ ମୋର ଲେଖନରୁ ସେହି ମହାନ ପିତାମାନଙ୍କ ପାଇଁ ଦୁଇ ପଦ। ପିତା ପିତା ଏମିତି ଏକ ମଣିଷ, ଚିହ୍ନା ପଡ଼ନ୍ତି ପାହାଡ଼ ଭିତର ଝରଣା, ଏମିତି ଜୀବନଟେ ଅସମ୍ଭବ ଶବ୍ଦ ହୁଏ ନାହିଁ ତାଙ୍କ ପାଖେ ଗଣା। ପିତା ଏମିତି ଏକ ମଣିଷ, ଚିହ୍ନା ପଡ଼ନ୍ତି ପାହାଡ଼ ଭିତରେ ଝରଣା, ଏମିତି ଜୀବନଟେ ଅସମ୍ଭବ ଶବ୍ଦ ହୁଏ ନାହିଁ ତାଙ୍କ ପାଖେ ଗଣା। ଏତେ ପରିବ୍ୟାପ୍ତ ସେ ଉପାଧି, ବାପା ପିତା ନନା ଆନା ଆବୁ ପାପା। ବାପା ପିତା ନନା ଆନା ଆବୁ ପାପା ନାମରେ ରହେ ନାହିଁ ସୀମିତ, ଯେଉଁ ନାମରେ ଡାକିଲେ ମଧ୍ୟ ଶୁଅନ୍ତି ନାହିଁ ସଙ୍କୁଚିତ ଜମା। ମାନୁଛି ମା ଧରିତ୍ରୀ, ମାନୁଛି ମା ଧରିତ୍ରୀ, ସନ୍ତାନର ଦୁଃଖ କଷ୍ଟକୁ ଆଞ୍ଜୁଳାରେ ଭରି, ସନ୍ତାନର ଦୁଃଖ କଷ୍ଟକୁ ଆଞ୍ଜୁଳାରେ ଭରି, ସନ୍ତାନକୁ ଦିଏ ଅମୃତ ସନ୍ଧାନ, ମନତର ଶାଗୁଆ ଚିରହରିତ ସର୍ବସହା। ପିତା ତୁମେ କିନ୍ତୁ ଶାନ୍ତ ନୀଳ ଆକାଶ, ପିତା ତୁମେ କିନ୍ତୁ ଶାନ୍ତ ନୀଳ ଆକାଶ, ରାତ୍ରିର ଝଲମଲ ତାରାର ଚାନ୍ଦୁଆ, ଛତାଟିଏ ତୁମେ, ଜୀବନ ଜଞ୍ଜାଳେ ଝଡ଼ ବର୍ଷାରେ କେବଳ ନୁହେଁ, ଜୀବନର ରୌଦ୍ର ତାପରୁ କର ରକ୍ଷା। ପିତା ତୁମେ ଯାଦୁକରୀ ଡିବା, ପିତା ତୁମେ ଯାଦୁକରୀ ଡିବା, ଭାନୁମତି ପେଡ଼ି, ବାଇସ୍କୋପର ସ୍ୱର୍ଗପୁରୀ, ବାଇସ୍କୋପର ସ୍ୱର୍ଗପୁରୀ, ବାହାରେ ସେଠୁ ଅନେକ ଆଶାର ଆକାଂକ୍ଷାର ମନ ପସନ୍ଦର ଜିନିଷ, ବାହାରେ ସେଠୁ ଅନେକ ଆଶାର ଆକାଂକ୍ଷିତ ମନ ପସନ୍ଦର ଜିନିଷ, ହୁଏତ ସେସବୁ ଯୋଗାଡ଼ରେ ବିକ୍ରି ହୋଇଯାଏ ଝାଳ ରକ୍ତ ହାଡ଼ ମାଂସ, ହୁଏତ ସେସବୁ ଯୋଗାଡ଼ରେ ବିକ୍ରି ହୋଇଯାଏ ତୁମ ଝାଳ ରକ୍ତ ହାଡ଼ ମାଂସ। ମା ପାଇଁ ସୁହାଗ ସିନ୍ଦୁର, ତୁମେ ମା ପାଇଁ ସୁହାଗ ସିନ୍ଦୁର, ସୌନ୍ଦର୍ଯ୍ୟ କେବଳ ନୁହଁ, ଶୌର୍ଯ୍ୟରେ ତୁମେ ତା ପାଇଁ ଗନ୍ତାଘର। ତୁମେ ଏକ ଶକ୍ତ ହାତ, ଦୂର କର ସବୁ ବିପଦ, ଶୌର୍ଯ୍ୟର ତୁମେ ତା ପାଇଁ ଗନ୍ତାଘର, ତୁମେ ଏକ ଶକ୍ତ ହାତ, ଦୂର କର ସବୁ ବିପଦ। ତୁମର ଅନ୍ୟ ଏକ ପଟ, ତୁମେ ଯେ ସ୍ନେହ ମମତାର ଏକ ସୀମିତ ପରିଭାଷା ନୁହେଁ, ତୁମେ ଯେ ଏକ ସ୍ନେହ ମମତାର ସୀମିତ ପରିଭାଷା ନୁହେଁ, ତୁମେ ତ ପଥ ପ୍ରଦର୍ଶକ, ଜୀବନ ଚାଟଶାଳୀର ପ୍ରମୁଖ ପ୍ରାଧ୍ୟାପକ, ଜୀବନ ଚାଟଶାଳୀର ପ୍ରମୁଖ ପ୍ରାଧ୍ୟାପକ, କର୍ତ୍ତବ୍ୟର ଏକ ଶକ୍ତ ସମୃଦ୍ଧ ସ୍ତମ୍ଭ। ତୁମ ହାତ ମୁଠାରେ ମୁଠେଇଥିବା ହାତ, ତୁମ ହାତ ମୁଠାରେ ମୁଠେଇଥିବା ହାତ, ଛାତି ଫୁଲି ଚଉଡ଼ା ହୋଇଯାଏ, ଛାତି ଫୁଲି ଚଉଡ଼ା ହୋଇଯାଏ, ଆପେ ଆପେ ଆଖିରେ ଖେଳେ ଚମକ, କହେ ଦେଖ ମୁଁ ତ ଏବେ ଜିଣିଲି ଜଗତ, କହେ ଦେଖ ମୁଁ ତ ଏବେ ଜିଣିଲି ଜଗତ। ତୁମେ ଦେଖାଅ ନାହିଁ କେବେ ତୁମ ଭାବପ୍ରବଣତା, ତୁମେ ଦେଖାଅ ନାହିଁ କେବେ ତୁମ ଭାବପ୍ରବଣତା, ତୁମେ ତ ନଡ଼ିଆ ଭିତର ଶସ, ମିଠା ଜଳେ ଉବୁଟୁବୁ ହୃଦୟଟି ତୁମ ମିଠା ରସ, ତୁମେ ତ ନଡ଼ିଆ ଜଳ ଭିତର ଶସ, ମିଠା ଜଳେ ଉବୁଟୁବୁ ହୃଦୟଟି ତୁମ ମିଠା ରସ। ଝର ଝର ଲୁହେ ମାର ବୋହିଯାଏ ଦୁଃଖ, ଝର ଝର ଲୁହେ ମାର ବୋହିଯାଏ ଦୁଃଖ, ତୁମେ କିନ୍ତୁ ଗୁମୁରି ଗୁମୁରି କାନ୍ଦ, ତୁମକୁ ଦେଖେଇବାକୁ ମନା ତୁମ ଲୁହର ସାଗର, ତୁମେ କିନ୍ତୁ ଗୁମୁରି ଗୁମୁରି କାନ୍ଦ, ତୁମକୁ ଦେଖେଇବାକୁ ମନା ତୁମ ଲୁହର ସାଗର, କାଳେ ଭୂମିକମ୍ପେ ଭୁଷୁଡ଼ି ପଡ଼ିବ ନୀଡ଼ଟି ତୁମର। ଦୁଃଖ ଅସହାୟତା ଛାତିରେ ପଞ୍ଜରା ଭାଙ୍ଗି, ଦୁଃଖ ଅସହାୟତା ଛାତିର ପଞ୍ଜରା ଭାଙ୍ଗି, ଊର୍ଦ୍ଧ୍ୱଶ୍ୱାସରେ ଅନ୍ଧାର କୋଠରୀରେ ମିଳାଇ ଯାଏ, ଲୁହକୁ ତୁମର କିଛି ତକିଆ ଆଉ କିଛି ପାପୁଲି ପିଏ, ଲୁହକୁ ତୁମର କିଛି ତକିଆ ଆଉ କିଛି ପାପୁଲି ପିଏ, କେବେ କେବେ ଅଣ୍ଟା ସଳଖିବା ଅସମ୍ଭବ ମନେ ହୁଏ, କେବେ କେବେ ଅଣ୍ଟା ସଳଖିବା ଅସମ୍ଭବ ମନେ ହୁଏ, ସକାଳ ହେଲେ କିନ୍ତୁ ତୁମେ ହୋଇଯାଅ ଠିଆ, ସକାଳ ହେଲେ କିନ୍ତୁ ତୁମେ ହୋଇଯାଅ ଠିଆ, ଦୃଢ଼ ପ୍ରତ୍ୟୟଟିଏ ଦିଅ ତୁମେ ଅଛ ଆଉ ସବୁ ତୁଚ୍ଛ, ତୁମେ ଅଛ ଆଉ ସବୁ ତୁଚ୍ଛ। ପିତୃ ଦିବସରେ ତୁମକୁ ଅନୁଭବ କରି ତୁମ ପାଇଁ ହୃଦୟରୁ ଏହି ଦୁଇ ପଦ। ହାପି ଫାଦର୍ସ ଡେ। ନମସ୍କାର। ନମସ୍କାର। ଲୋହାରଖଣ୍ଡି ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଏହି ୟୁଟ୍ୟୁବ କବିତାସର କାର୍ଯ୍ୟକ୍ରମର ଏହି ବାପା ସ୍ପେଶାଲ ଏପିସୋଡରେ ମୁଁ ଆପଣମାନଙ୍କୁ ମୋର ଗୋଟେ କବିତା ବୁଢା ବାପା ଶୁଣାଇବା ପାଇଁ ଯାଉଛି। କବିତାର ଶୀର୍ଷକ ବୁଢା ବାପା। ଜୀବନରେ ସବୁଠୁ ଅମୂଲ୍ୟ ମନେ ହେଉଥିବା ବାପା
ବୁଢା ହେବା ପରେ ଅଦରକାରୀ ହୋଇଯାଆନ୍ତି ଖୁବ୍। ଜୀବନରେ ସବୁଠୁ ଅମୂଲ୍ୟ ମନେ ହେଉଥିବା ବାପା ବୁଢା ହେବା ପରେ ଅଦରକାରୀ ହୋଇଯାଆନ୍ତି ଖୁବ୍। ବେଲୁନଠୁ ବହିପତ୍ର ଓ ପ୍ୟାଣ୍ଟ ସାର୍ଟଠୁ ଅଜସ୍ର ପ୍ରାପ୍ତବ୍ୟ ଜିନିଷ ସବୁ ଯୋଗାଉ ଯୋଗାଉ ସାମର୍ଥ୍ୟର ଶେଷ ସୀମାରେ ଦିନେ ଅଣ୍ଟା ନଇଁ ଯାଆନ୍ତି। ବେଲୁନଠୁ ବହିପତ୍ର ଓ ପ୍ୟାଣ୍ଟ ସାର୍ଟଠୁ ଅଜସ୍ର ପ୍ରାପ୍ତବ୍ୟ ଜିନିଷ ସବୁ ଯୋଗାଉ ଯୋଗାଉ ସାମର୍ଥ୍ୟର ଶେଷ ସୀମାରେ ଦିନେ ଅଣ୍ଟା ନଇଁ ଯାଆନ୍ତି। ସେଇଦିନ ହିଁ ବାପାମାନେ ବୁଢା ହେଇଯାଆନ୍ତି। ସେଇଦିନ ହିଁ ବାପାମାନେ ବୁଢା ହେଇଯାଆନ୍ତି। ଆଜୀବନ ଆୟୁଷ୍ମାନ ହବାର ଆଶୀର୍ବାଦ ଦଉଥିବା ବାପା ପାଇଁ ମନ୍ଦିରରେ ହାତ ଯୋଡେ ପୁଅ। ଆଜୀବନ ଆୟୁଷ୍ମାନ ହବାର ଆଶୀର୍ବାଦ ଦଉଥିବା ବାପା ପାଇଁ ମନ୍ଦିରରେ ହାତ ଯୋଡେ ପୁଅ। ପ୍ରଭୁ ବାପାଙ୍କୁ ଶୀଘ୍ର ନେଇଯାଅ। ପ୍ରଭୁ ବାପାଙ୍କୁ ଶୀଘ୍ର ନେଇଯାଅ। ଏ ଧାଁ ଦୌଡ଼ ଜୀବନ, ଅଜୀର୍ଣ୍ଣ ସମୟ ଓ ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ଯୌବନ, ଏଲୋପାତିଠୁ ଜଡିବୁଟି ଓ ଗୁଣିଗାରେଡିଠୁ କେତେ ଚମତ୍କାର କରାମତିରେ ସଜାଡୁଥାଏ 3-4 ସଦସ୍ୟ ବିଶିଷ୍ଟ ଛୋଟ ଗୋଟେ ଅଣୁ ପରିବାର। ଏ ଧାଁ ଦୌଡ଼ ଜୀବନ, ଅଜୀର୍ଣ୍ଣ ସମୟ ଓ ଅକାଳ ବାର୍ଦ୍ଧକ୍ୟରେ ପୀଡ଼ିତ ଯୌବନ, ଏଲୋପାତିଠୁ ଜଡିବୁଟି ଓ ଗୁଣିଗାରେଡିଠୁ କେତେ ଚମତ୍କାର କରାମତିରେ ସଜାଡୁଥାଏ 3-4 ସଦସ୍ୟ ବିଶିଷ୍ଟ ଛୋଟ ଗୋଟେ ଅଣୁ ପରିବାର, ଯେଉଁଠି ବାପାମାନେ ହିଁ ଅତିରିକ୍ତ ସଦସ୍ୟର ଏକ ଅସହିଷ୍ଣୁ ସ୍ୱର। ଯେଉଁଠି ବାପାମାନେ ହିଁ ଗୋଟେ ଅତିରିକ୍ତ ସଦସ୍ୟର ଅସହିଷ୍ଣୁ ସ୍ୱର। ଧନ୍ୟବାଦ। ନମସ୍କାର। ନମସ୍କାର। ହ୍ୟାପି ଫାଦର୍ସ ଡେ। ମୋ ବାପା ମୋ ପାଖରେ ଆଉ ନାହାନ୍ତି। ମୋ ବାବୁଜୀ 3 ବର୍ଷ ହେଲା ମୋତେ ଛାଡ଼ିକି ଚାଲିଯାଇଛନ୍ତି। ତାଙ୍କରି ଉଦ୍ଦେଶ୍ୟରେ ଗୋଟେ କବିତା। ରାତି ନିସ୍ତବ୍ଧ ହେଲା ପରେ ତୁମେ ଆସ ଆଉ ଗୁଡ଼ାଏ ଗପ। କେବେକାର ସବୁ ଘଟଣା ଯାହା ମୁଁ ଭୁଲି ଯାଇଛି ବାରମ୍ବାର, ତାକୁ ଖୋଳି ଆଣି ମୋ ସାମ୍ନାରେ ରୁମାଲ ପାରି ତା ଉପରେ ଅଜାଡ଼ି ଦିଅ। ସେଥିରେ ଲାଗିଥିବା ମାଟି ମୋ ମନରେ ଜମା ହୁଏ। ଯେତେ ଝାଡ଼ିଲେ ବି ଯାଏ ନା। ମୋ ଆଖିରେ କେଜାଣି କ'ଣ ପଡ଼େ, ବାଲି ନା ସ୍ମୃତି। ଧୋଇଲେ ବି କଷ୍ଟ ସେମିତି ଥାଏ। ମୁଁ ହଠାତ୍ ଚିହ୍ନିପାରେ ମୋ ସାରା ଦିନର ଅନ୍ୟମନସ୍କତାକୁ। ମୁଁ ଜାଣିପାରେ କେହି କିଛି ପଚାରିଲେ ପ୍ରଶ୍ନ ସବୁ ମୋ ପାଖକୁ କାହିଁକି ପହଞ୍ଚେନି। କୁଆଡ଼େ ଯାଉଛି ମୋ ତରକାରୀର ଲୁଣ, ଚାହାର ଚିନି? କାହିଁକି ଝିଅର ସ୍କୁଲ ବ୍ୟାଗ୍ରେ ଅଙ୍କ ବହି ଜାଗାରେ ଅନାୟାସରେ ପଶିଯାଉଛି ମୋ କବିତା ଖାତା? ମୁଁ ସବୁ ବୁଝିପାରେ, ହେଲେ ବୁଝିବା ପଣ ମୋତେ ଆହୁରି ନିର୍ବୋଧ କରିଦିଏ। ମୋତେ ଆଉ ଛୁଏଁନି କାହାରି ରାଗ ଅଭିମାନ, କାହାରି ପ୍ରୟାସ ମୋତେ ଦୋହଲେଇ ପାରେ ନା। ମୁଁ ବରଗଛର ସ୍ଥାଣୁତା ନେଇ ଠିଆ ହେଇଥାଏ ଅବୋଧ, ଖାଲି ଅପେକ୍ଷା ଥାଏ। ଏ ଅନ୍ଧାର ସକାଳ ନିଶ୍ଚୟ ପାହିବ, ରାତି ନିସ୍ତବ୍ଧ ହବ, ଆଉ ତୁମେ ଆସି ଗୁଡ଼ାଏ ଗପିବ। ଧନ୍ୟବାଦ। ନମସ୍କାର। ମୋର କବିତାର ଶୀର୍ଷକ ବାପା। ଅକାଳରେ ବୃଦ୍ଧ ହୋଇଯାଇଥିବା ମଣିଷଟି ବାପା, ତମାମ ରାତି ବିନିଦ୍ର ରହୁଥିବା ଲୋକଟି ବାପା। ଆଖିରେ ସମ୍ଭାବନାର ଅନେକ ଗୋପନ ଦଲିଲ, ତା ଭିତରେ ପୁଅକୁ ହାକିମ କରିବାର ଇଚ୍ଛା ବି ସାମିଲ। ଅଣନିଶ୍ୱାସୀ ହୋଇପଡ଼ିଥିବା ସେ ଏକ ମଣିଷ, ସମ୍ଭାବନାର ବୀଜ ବପନ ପାଇଁ ଯିଏ ସବୁ ବଞ୍ଜର କରିଛି ଚାଷ। ଖରା ବର୍ଷାକୁ ପିଠିପାତି ଅଧା ନଇଁ ପଡ଼େ ଧାନ କିଆରୀରେ, ଆଣ୍ଠୁ ମାଡ଼ି ତଥାପି ତଳି ଭାଙ୍ଗିପାରେ। ମାଇ କୁଟୁମ୍ବ କେମିତି ବା ବିଦା କରିବ ଜଣ ପରେ ଜଣେ, କାହା ଘର ବସେଇବ ଅବା କେଉଁ କଣେ। ପୁଅ ଛତର ଖାଇଲା ବିଦେଶରେ, ବାପା ଆକାଶରେ ଜହ୍ନ ଦେଖି ରାତି କାଟେ ଚାଳିଆ ଫାଙ୍କରେ। ଅନେକ ଜଞ୍ଜାଳର ବୋଝରେ ନଇଁ ପଡ଼ିଛି ମନ୍ଦିରର ଦେବତା, ଅଥଚ ଛଳନାର କୋଠିରେ ଚାଲିଛି ଧୂପ ଦୀପ ଆଳତି ମଳୋହି ଲାଗିଛି ସଞ୍ଜ ସଳିତା। ଠିକ୍ ଆଲୁଅ ଆଉ ଅନ୍ଧାର ମଝିରେ ଲଣ୍ଠନ ଭଳି ବସିଥିବା ଲୋକଟି ବାପା। ବଜାର ଯିବାବେଳେ ବ୍ୟାଗ୍ ଭୁଲି ଯାଉଥିବା ଲୋକଟି ବାପା। ମୁହଁ ସାରା ଦୋରଙ୍ଗୀ ଦାଢ଼ି ସଲବଲ, ଆଖି ତଳେ ହତାଶାର କଳା ଛାଇ।
ସ୍ୱପ୍ନ ସବୁ ବଜାରରେ ଅତି ଶସ୍ତା, କିଣିବାକୁ ଲୋକ ଛାଉଣି ଛାଉଣି ଯାଇଛନ୍ତି ଧାଇଁ। ଦୌଡ଼ରେ ପଛରେ ପଡ଼ିଯାଇଥିବା ଲୋକଟି ବାପା, ତମାମ ଅବଶୋଷର ବିଷ ପିଇ ଶୋଇପଡ଼ୁଥିବା ପୃଥିବୀର ସବୁ ମଣିଷ ବାପା। ନମସ୍କାର, ମୋ କବିତା ବାପା। ଏହି କବିତାଟି ବହୁଦିନ ପୂର୍ବରୁ ଲେଖିଥିଲି। ବୋଧହୁଏ ଯେବେ କଳାହାଣ୍ଡିରୁ ଭୁବନେଶ୍ୱର ମୋର କର୍ମକ୍ଷେତ୍ରକୁ ଆସିଲି, ସେହି ସମୟରେ ଲେଖିଥିବାର ମୋର କବିତା ବାପା। ଭିତରକୁ ଦେଖିଲି, ମିଳିଲା ଗୋଟିଏ ଶବ୍ଦ ବାପା। ଭିତରକୁ ଦେଖିଲି, ମିଳିଲା ଗୋଟିଏ ଶବ୍ଦ ବାପା। ଯାହାଠାରୁ ଦୂରରେ ଅଛି ବାପା ନୀତି ପ୍ରତୀକ୍ଷା କରୁଥିବେ। ବାପା ନୀତି ପ୍ରତୀକ୍ଷା କରୁଥିବେ। ଚିଠି ମଧ୍ୟ ଲେଖିପାରୁନାହିଁ। ଭାବୁଛି କାଲି ହିଁ ବାହାରି ଯିବି ଗାଁକୁ। ବିନା କିଛି ନେଇଦେଇ, କାହାକୁ କିଛି ନ କହି ସକାଳୁ ଉଠିବି। ବାସି ମୁହଁରେ ବସ୍ ଧରି କାଲି ଚାଲିଯିବି ଗାଁ। ସେଠି ବାପା ଅଛନ୍ତି। ଅଛି ମୋର ପିଲାଦିନ ଏବଂ ବାଲି ଖେଳର ଧୂଳି। ଏଠି ମହାନତା ଓ କର୍ତ୍ତବ୍ୟର ଖୋଳରେ ଉବୁଟୁବୁ ଲାଗିଲାଣି। ଗୋଟିଏ ଦୁଃଖ କଣ୍ଟା ପରି ଭିତରେ ଭିତରେ ଫୋଡ଼ି ହେଉଛି। ଲେଖିବା ପାଇଁ ଯେବେ ଅଣ୍ଡାଳୁଛି, କେବଳ ଗୋଟିଏ ଶବ୍ଦ ବାପା। ଯାହାଠାରୁ ଖୁବ୍ ଦୂରରେ ଅଛି। ପିଲାଦିନୁ ଦେଖୁଛି ବାପା ନିଜକୁ ଆହୁତି ଦେବା, ହୋମ କରିବା, ନିଜ ଜୀବନର ଶାସନ ଓ ଶିକ୍ଷା ଭିତରେ ତର୍ପଣ କରିବା, ସମ୍ପର୍କକୁ ଜାବୁଡ଼ି ଧରିବା, ଭଲମନ୍ଦ କହୁ କହୁ ଭାବବିହ୍ୱଳ ହେବା, ସମସ୍ତଙ୍କ ବିଶ୍ୱାସରେ ନିଜକୁ ହଜାଇବା। ଏତେ ଦୂରରେ ଆଜି ଭିତରେ ବାପା, କେବଳ ଗୋଟିଏ ଶବ୍ଦରେ। ଧନ୍ୟବାଦ। ନମସ୍କାର, ଲୋହରାଖଣ୍ଡି ସାହିତ୍ୟ ସଂସଦ। ମୁଁ ମମତା ମଞ୍ଜରୀ ଦେବୀ, ଶିକ୍ଷୟିତ୍ରୀ, ନୟାଗଡ଼। ମୋ କବିତାର ଶୀର୍ଷକ ହେ ପୂଜ୍ୟ ପ୍ରଣାମ। ନନାମ ପ୍ରଣାମ ଚରଣୀ ତୁମର, ନନାମ ପ୍ରଣାମ ଚରଣୀ ତୁମର। ତୁମ ବିନା ଆମ ଘର ଅତି ନରଖାର। ତୁମ ବିନା ଆମ ଘର ମେରୁଦଣ୍ଡ ଯାଇଛି ଦୋହଲି। ସଂସାର ନାଁର ଆହୁଲାଟା ନନା, ସଂସାର ନାଁର ଆହୁଲାଟା। ତୁମ ବିନା ଜମା ବୋଉ ପାରୁନାହିଁ ଠେଲି। ତୁମରି ଆଦର୍ଶର ଛାତ ତଳେ ଆମ 8 ପ୍ରାଣୀ କୁଟୁମ୍ବଟା ହସୁଥିଲା। ତୁମରି ଆଦର୍ଶର ଛାତ ତଳେ ଆମ 8 ପ୍ରାଣୀ କୁଟୁମ୍ବଟା ହସୁଥିଲା। ବନ୍ଧନ ଓ ଶାସନ ଉଭୟ ଖୁବ୍ ଶକ୍ତ ଥିଲା। ଟାଣ ଟାଣ କଥା ଓ ନାଲି ଆଖି, ସବୁକିଛି ଭଲ ଥିଲା ନନା, ସବୁକିଛି ଭଲ ଥିଲା। ନନା ତୁମେ ଜୀବନ ସାରା କେବଳ ଦେଉଥିଲ ଆଉ ଦେଉଥିଲ। କେବଳ ଆମେ ସତ୍ୟ ପଥରେ ଚାଲିବା, ନ୍ୟାୟବାନ ଓ ନୀତିବାନ ହେବା। ସବୁବେଳେ ତୁମେ ଚାହୁଁଥିଲ ନନା, ସବୁବେଳେ ତୁମେ ଚାହୁଁଥିଲ ନନା। ତୁମେ ଥିଲ ଏକ ବିରାଟ ବଟବୃକ୍ଷ। ତୁମରି ଶୀତଳ ଛାୟାରେ ଆମେ ଲଭୁଥିଲୁ କେତେ ସୁଖ ନନା, ଲଭୁଥିଲୁ କେତେ ସୁଖ। ସେ ବଟବୃକ୍ଷ କାଳର କରାଳ ଗର୍ଭରେ ଆଜି ହୋଇଗଲା ଲୀନ। ପରାସ୍ତ ସୈନିକଟେ ପରି ମୋ ବୋଉ ଯୁଦ୍ଧକ୍ଷେତ୍ରରେ ପଡ଼ିଅଛି, ହୋଇ ଅବସନ୍ନ। ତା ପାଇଁ ବଞ୍ଚିବାର ରାହା ଆଜି ଦିଅ ନନା ଖୋଜି। ତା ପାଇଁ ବଞ୍ଚିବାର ରାହା ଆଜି ଦିଅ ନନା ଖୋଜି। ସରଗରୁ କରୁଥାଅ ଆଶିଷ ବରଷା, ଜୀବନ ଯୁଦ୍ଧରେ ଆମେ ଲଗାଇବୁ ବାଜି। ଧନ୍ୟବାଦ।